हाय गाइस मु सुजाता आपण मानक स्वागत करुछि मो यूट्यूब चैनल को। आज मु आपण मानक पाखक पहुँचाइबा को जाउछि प्रभु श्री गणेशंकर जन्म कथा, जहा प्रभु शिवଙ୍କ ହାତରେ କିପରି ପ୍ରଭୁ ଶ୍ରୀ ଗଣେଶଙ୍କର ଶିରଛେଦା ହେବା ପରେ ମଧ୍ୟ ତାଙ୍କୁ ଜୀବନ ଦାନ ଦେବାରେ ଜୀବନ ହୋଇଥିଲେ ଫେରେଇ ଦେଇଥିବାର ଘଟଣାବଳୀକୁ। ଆସନ୍ତୁ ଏହି ଭିଡ଼ିଓ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଭିଡ଼ିଓଟିକୁ ଫୁଲ୍ ଦେଖିନେବା। ଦିନକର ଘଟଣା। ମାତା ପାର୍ବତୀ ନିଜ ଗୃହରେ ସ୍ନାନ କରିବା ସମୟରେ ସେ ବାହାରେ ପ୍ରଭୁ ଶିବଙ୍କର ଏକ ପ୍ରେତ ଦ୍ୱାରପାଳର ଦାୟିତ୍ୱ ଦେଇଥିଲେ ଓ ସେ ଆଦେଶ ଦେଇଥିଲେ ଯେ ତାଙ୍କ ବିନା ଅନୁମତିରେ ସେହି ଗୃହ ମଧ୍ୟକୁ କାହାକୁ ବି ପ୍ରବେଶ କରିବାକୁ ଦିଆ ନଯାଉ। କିନ୍ତୁ ଏହି ସମୟରେ ପ୍ରଭୁ ଦେବଦେବ ମହାଦେବ ଆସିଥିଲେ ଓ ସେ ଏହି ଗୃହକୁ ପ୍ରବେଶ କରିଥିଲେ, କିନ୍ତୁ ଦ୍ୱାରପାଳ ପ୍ରଭୁ ଶିବଙ୍କୁ ରୋକି ନଥିଲେ। ତେଣୁ ମାତା ପାର୍ବତୀ ମନେ ମନେ ଦୁଃଖିତ ହେଲେ ଓ ସେ ଭାବିଲେ ଯେ ପ୍ରଭୁ ଶିବଙ୍କ ପ୍ରେତଗଣ ମୋ ଆଦେଶକୁ ଅବମାନନା କରୁଛନ୍ତି ପ୍ରଭୁ ଦେବଦେବ ମହାଦେବଙ୍କ ପାଇଁ। ସେ ମହାଦେବଙ୍କ ସର୍ବଦା ପ୍ରଧାନତା ପ୍ରଦାନ କରୁଛନ୍ତି। ତେଣୁ ମାତା ପାର୍ବତୀ ନିଜ ମନେ ମନେ ସ୍ଥିର କଲେ ଯେ ସେ ଏହିପରି ଏକ ବାଳକକୁ ନିର୍ମାଣ କରିବେ, ଯେଉଁଥିରେ କେବଳ ଓ କେବଳ ମାତା ପାର୍ବତୀଙ୍କର ଆଜ୍ଞାକୁ ମାନନା କରିବେ। ମାତା ପାର୍ବତୀ ନିଜେ ସ୍ନାନ କରୁଥିଲା ବେଳେ କୌଣସି ଅଜଣା ବ୍ୟକ୍ତି ତାଙ୍କ ଜଣା ଭିତରକୁ ପ୍ରବେଶ କରିବା ନ ଦେବା ପାଇଁ ଏକ ସୁରକ୍ଷାକର୍ତ୍ତାଙ୍କର ଆବଶ୍ୟକତାକୁ ବୁଝିଲେ। ଏହି ପ୍ରତ୍ୟାଶାରୁ ସେ ନିଜ ଶରୀରରୁ ଖସିଥିବା ଗାଧୁଳିରୁ ଗଠିତ କରି ଗଣେଶଙ୍କୁ ତିଆରି କଲେ ଓ ତାଙ୍କୁ ଜୀବନଦାନ ଦେବା ପାଇଁ ପ୍ରଭୁ ବିଷ୍ଣୁଙ୍କୁ ସ୍ମରଣ କରିଥିଲେ ଓ ପ୍ରଭୁ ଶ୍ରୀହରି ମଧ୍ୟ ମାତା ପାର୍ବତୀଙ୍କର ଡାକକୁ ଶୁଣି ସେହି ସ୍ଥାନରେ ପହଞ୍ଚି ଶ୍ରୀ ଗଣେଶଙ୍କୁ ଜୀବନ ଦାନ ଦେଇଥିଲେ, ଯାହାଫଳରେ ଶ୍ରୀ ଗଣେଶ ମାତା ପାର୍ବତୀଙ୍କର ପୁତ୍ର ରୂପେ ଜନ୍ମଗ୍ରହଣ କରିଥିଲେ। ଶ୍ରୀ ଗଣେଶ ହିନ୍ଦୁ ଧର୍ମରେ ବିଦ୍ୟା, ବୁଦ୍ଧି, ବିଘ୍ନ ହରଣ କରିବା ଏବଂ ମଙ୍ଗଳ କାମନାର ଦେବତା ଭାବେ ପୂଜା ପାଆନ୍ତି। ତାଙ୍କର ଜନ୍ମର ମୂଳ ଉଦ୍ଦେଶ୍ୟ ହେଉଛି ବିଘ୍ନ ହରଣ କରିବା ଏବଂ ଭକ୍ତମାନଙ୍କ ଜୀବନରେ ମଙ୍ଗଳ ଆଣିବା। ପୌରାଣିକ କଥା ଅନୁସାରେ ଶ୍ରୀ ଗଣେଶଙ୍କ ଜନ୍ମ ମାତା ପାର୍ବତୀଙ୍କ ଦେହର ହଳଦୀରେ ତିଆରି ହୋଇଥିଲା। ସେ ଶିବଙ୍କ ଗଣେଶଙ୍କ ଜନ୍ମର ପଛର ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି ଜଗତରେ ଯଥା ମାତୃଶକ୍ତିର ଶକ୍ତିକୁ ସମ୍ବଳ ଦେବା ଓ ସମସ୍ତ ପ୍ରାଣୀମାନଙ୍କ ଭଲ ହେବା ପାଇଁ ସଂରକ୍ଷଣ ପ୍ରଦାନ କରିବା। ଶ୍ରୀ ଗଣେଶଙ୍କ ଜନ୍ମର କାହାଣୀରୁ ଆମେ ଏହା ଶିଖିବାକୁ ପାଇଥାଉ ଯେ କାମ ଆରମ୍ଭ କରିବା ପୂର୍ବରୁ ସେମାନଙ୍କର ପୂଜା କରିଲେ ସଫଳତା ଏବଂ ସିଂହଳ ଆସେ। ପ୍ରଭୁ ଶ୍ରୀ ଗଣେଶଙ୍କର ଜନ୍ମ କଥା ପୌରାଣିକ ଗାଥା ଏବଂ ହିନ୍ଦୁ ଧର୍ମରେ ବିଶେଷ ସ୍ଥାନ ଦର୍ଶାଏ। ତାଙ୍କ ଜନ୍ମ କଥାର ମୁଖ୍ୟ ଉତ୍ସ ଶିବପୁରାଣ ଏବଂ ସ୍କନ୍ଦ ପୁରାଣରେ ବର୍ଣ୍ଣିତ। ଏହା ଅନୁସାରେ ମାତା ପାର୍ବତୀ ଗୋଟିଏ ସମୟରେ ସ୍ନାନ କରୁଥିଲେ। ସେ ନିଜ ଶରୀରର ଗାଧୁଳିରୁ ଗହଣ କରି ଏକ ମୂର୍ତ୍ତି ତିଆରି କଲେ। ପରେ ସେ ଏହି ମୂର୍ତ୍ତିକୁ ଜୀବନ ଦେଲେ ଏବଂ ଏହି ଦେବଶିଶୁ ଗଣେଶ ଭାବେ ଜନ୍ମ ନେଲେ। ସେ ତାଙ୍କୁ ନିଜର ସୁରକ୍ଷାକର୍ତ୍ତା ଭାବେ ନିଯୁକ୍ତି କରିଥିଲେ। ମାତା ପାର୍ବତୀ ସେହି ଶିଶୁକୁ ନିଜର ପୁତ୍ର ରୂପେ ଗ୍ରହଣ କରିନେଲେ। ପ୍ରଭୁ ଶ୍ରୀ ଗଣେଶଙ୍କୁ ମାତା ପାର୍ବତୀ ଆଜ୍ଞା ଦେଇଥିଲେ ଯେ ତାଙ୍କର ବିନା ଅନୁମତିରେ ସେ ଯେପରି କାହାରିକୁ ବି ନିଜ ଆଶ୍ରମ ଭିତରକୁ ଆସିବାକୁ ଦେବେ ନାହିଁ। ଏହି କାରଣରୁ ପ୍ରଭୁ ଶିବ ଯେତେବେଳେ ମାତା ପାର୍ବତୀଙ୍କ ଆଶ୍ରମକୁ ପ୍ରବେଶ କରିବାକୁ ଆସିଥିଲେ, ଶ୍ରୀ ଗଣେଶ ତାଙ୍କୁ ଚିହ୍ନି ନପାରି ତାଙ୍କ ରାସ୍ତାକୁ ଅବରୋଧ କରିଥିଲେ। ଏହି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ଏତେ ତୀବ୍ର ହୋଇଗଲା ଯେ ସମସ୍ତ ଦେବାଦେବୀ ଏହି ସଂଘର୍ଷକୁ ଅଟକାଇବାକୁ ସେହି ସ୍ଥାନକୁ
ପହଞ୍ଚିବାକୁ ଚେଷ୍ଟା କଲେ, କିନ୍ତୁ ସର୍ବଦେବାଦେବୀ ସେହି ସ୍ଥାନରେ ପହଞ୍ଚିବା ପୂର୍ବରୁ ପ୍ରଭୁ ଶିବଶଙ୍କର ଶ୍ରୀ ଗଣେଶଙ୍କ ଶିରକୁ ଛେଦ କରିଦେଇଥିଲେ। ଫଳରେ ମାତା ପାର୍ବତୀ ଏହାକୁ ଦେଖି ବିଷାଦ ହୋଇ ପଡ଼ିଲେ ଏବଂ ପ୍ରଭୁ ଦେବଦେବ ମହାଦେବଙ୍କୁ ଅନୁରୋଧ କଲେ ଯେ ସେ ତାଙ୍କ ପୁଅକୁ ପୁନର୍ଜୀବନ ଦିଆଯାଉ ବୋଲି। ପ୍ରଭୁ ଶ୍ରୀ ଦେବଦେବ ମହାଦେବ ନିଜ ଭୁଲକୁ ସ୍ୱୀକାର କଲେ ଓ ସେ ଅନୁତାପ କଲେ ମଧ୍ୟ ଯେ ସେ ନିଜ ପୁତ୍ର ଶ୍ରୀ ଗଣେଶକୁ ଚିହ୍ନି ନ ପାରି କ୍ରୋଧରେ ତାଙ୍କର ଶିରଚ୍ଛେଦ କରିଦେଇଥିଲେ। ଏହି କାରଣରୁ ପ୍ରଭୁ ଦେବଦେବ ମହାଦେବ ମାତା ପାର୍ବତୀଙ୍କ ଅନୁରୋଧକୁ ରକ୍ଷା କରିଲେ ଓ ସେ ଆଜ୍ଞା ଦେଲେ ଯେ ଯେଉଁ ପ୍ରାଣୀକୁ ସର୍ବପ୍ରଥମେ ଦେଖାଯିବ ତାହାର ମୁଣ୍ଡକୁ ଆଣି ପ୍ରଭୁ ଶ୍ରୀ ଗଣେଶଙ୍କ ଶରୀରରେ ଲଗାଇ ଦିଆଯିବ। ଶିବଙ୍କ ସେବକମାନେ ଖୋଜିବାରେ ଯାଇ ଏକ ହସ୍ତୀର ଶିଶୁଟିକୁ ଦେଖିଲେ। ସେମାନେ ସେହି ହସ୍ତୀ ମୁଣ୍ଡକୁ ନେଇ ଆସିଲେ। ଏହି ହାତୀର ମୁଣ୍ଡକୁ ପ୍ରଭୁ ଶ୍ରୀ ଗଣେଶଙ୍କ ଶରୀରରେ ଲଗାଇ ତାଙ୍କୁ ପ୍ରଭୁ ଶ୍ରୀ ଦେବଦେବ ମହାଦେବ ପୁନଃଜୀବନ ଦେଇଥିଲେ। ଘଟଣା ପରେ ପ୍ରଭୁ ଦେବଦେବ ମହାଦେବ ଘୋଷଣା କଲେ ଯେ ଶ୍ରୀ ଗଣେଶ ସମସ୍ତ ଦେବତା ମଧ୍ୟରେ ପ୍ରଥମେ ପୂଜିତ ହେବେ। ତାହାର ଅର୍ଥ ହେଲା କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶ୍ରୀ ଗଣେଶଙ୍କର ପୂଜା ନିତାନ୍ତ ଆବଶ୍ୟକ। ଏହି କଥାରୁ ଜଣାପଡ଼େ ଯେ ଶ୍ରୀ ଗଣେଶ ସମସ୍ତ ବିଘ୍ନକୁ ହରଣ କରି ଭକ୍ତମାନଙ୍କ ଜୀବନରେ ଖୁସି ଆଣନ୍ତି। ଏହି କାହାଣୀରୁ ଏହା ଜଣାପଡ଼େ ଯେ ଶ୍ରୀ ଗଣେଶ ମାତା ପାର୍ବତୀଙ୍କ ସ୍ନେହ, ସମର୍ଥନ ଓ ସୁରକ୍ଷାର ପ୍ରତୀକ। ସେମାନଙ୍କୁ ନିଜର ପୁତ୍ର ଭାବେ ସୃଷ୍ଟି କରି ସେ ଜଣାଇବାକୁ ଚାହିଁଥିଲେ ଯେ ମାତୃଶକ୍ତି କିପରି ସମସ୍ତ ବିଘ୍ନରେ ସାହାଯ୍ୟ କରେ। ଏହି କଥାରୁ ଅର୍ଥ ହେଉଛି ଶ୍ରୀ ଗଣେଶ ଗୋପନୀୟତା, ରକ୍ଷା ଓ ମଙ୍ଗଳ କାମନାର ପ୍ରତୀକ ଭାବେ ଗଢ଼ା ହୋଇଥିଲେ। ଏହାପରେ ମାତା ପାର୍ବତୀ, ଶ୍ରୀ ଗଣେଶ ଓ ପ୍ରଭୁ ଦେବଦେବ ମହାଦେବ ଖୁସିରେ ଜୀବନ ଅତିବାହିତ କରିବାରେ ଲାଗିଲେ। ଶ୍ରୀ ଗଣେଶଙ୍କୁ ପୁତ୍ର ରୂପରେ ପାଇ ମାତା ପାର୍ବତୀ ଓ ଦେବଦେବ ମହାଦେବ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଗଲେ। ଆପଣମାନଙ୍କୁ ଏହି ଭିଡ଼ିଓଟି ଯଦି ଭଲ ଲାଗିଛି ତେବେ ଦୟାକରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିନେବେ ଓ କମେଣ୍ଟ କରିବାକୁ ବି ଭୁଲିବେନି। ଆପଣମାନଙ୍କର ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ହିଁ ମୋତେ ନୂଆ ନୂଆ ଭିଡ଼ିଓ ବନାଇବାକୁ ଉତ୍ସାହ ପ୍ରଦାନ କରିବ। ତେଣୁ ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ ଓ ଏହି ଚ୍ୟାନେଲଟିକୁ ସପୋର୍ଟ କରି ଚ୍ୟାନେଲଟିକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବେ। ଜୟ ଶିବ ଶମ୍ଭୁ, ଜୟ ଶ୍ରୀ ଗଣେଶ, ଜୟ ମା ପାର୍ବତୀ।